ପୂର୍ବରୁ ମଧ୍ୟ ଆପଣ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ପୂର୍ବରୁ ମଧ୍ୟ ଆପଣ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିକୁ ଅବମାନନା କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। କଂଗ୍ରେସ ଦଳରେ ରହିବେ, ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବେ। ତେଣୁ ତାଙ୍କୁ ନେଇ ତ ମହମ୍ମଦ ମୋକିମ ଆଜି ସେ ନିଜେ କହିଛନ୍ତି କଂଗ୍ରେସ ବିଚାରଧାରା ସହିତ ରହିଛି ଏବଂ ଆଗକୁ ମଧ୍ୟ ରହିବେ। ଏଇଠି ମହମ୍ମଦ ମୋକିମଙ୍କୁ ଶେଷରେ ଗୋଟିଏ ପ୍ରଶ୍ନ ପଚାରି ମୁଁ ମୋର ଉପସ୍ଥାପନା ଶେଷ କରିବି। ପ୍ରଶ୍ନଟି ହେଉଛି, ନିଜକୁ କେବେ ପ୍ରଶ୍ନ କରିଛନ୍ତି କି 2014 ନିର୍ବାଚନରେ ଆପଣ ଲଢ଼ିବା ପାଇଁ କାହିଁକି ଅଯୋଗ୍ୟ ଘୋଷିତ ହୋଇଥିଲେ? ଓଡ଼ିଶା ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନର ଯେଉଁ ଲୋନ୍ ଫ୍ରଡ୍ ଥିଲା ସେହି ମକଦ୍ଦମାରେ ଆପଣ ଫସି ନଥିଲେ କି? ତେଣୁକରି ଆପଣଙ୍କୁ କେମିତି କଂଗ୍ରେସ ନେତୃତ୍ୱ ଦେବ ବୋଲି ଆପଣ ଭାବୁଛନ୍ତି? ଖାଲି ସେତିକି ନୁହଁ, ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା କ'ଣ ଏଇଟା ଆପଣଙ୍କର ପ୍ରଥମ ଥର କି ପ୍ରଥମ ଦଫା କି? ପୂର୍ବରୁ ମଧ୍ୟ ଆପଣ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ପୂର୍ବରୁ ମଧ୍ୟ ଆପଣ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିକୁ ଅବମାନନା କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। କଂଗ୍ରେସ ଦଳରେ ରହିବେ, ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବେ। ତେଣୁ ତାଙ୍କୁ ନେଇ ରାଜନୈତିକ ହଟଚମଟ ଅଯଥାରେ ସୃଷ୍ଟି କରାଯିବା ଅଯୌକ୍ତିକ। ଆଶା କରୁଛି ରାଜ୍ୟବାସୀଙ୍କର ହୃଦବୋଧ ହେବ ଏବଂ ଯେଉଁ ଭୁଲ ବ୍ୟାଖ୍ୟାନ ବିଜେପି ସୃଷ୍ଟି କରୁଛି ତାର ପାଲରେ କେହି ପଡ଼ିବେ ନାହିଁ। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଚାହାନ୍ତି ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ।